ଯେଉଁଠି ଭଗବାନ ସେଇଠି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନରେ ଜନସମୁଦ୍ର ହୋଇଯାଇଥିଲା ମୟୂରଭଞ୍ଜ ଜିଲ୍ଲା ଓଦୋଳା ରଥଖଳା। ରଥାରୂଢ଼ ଜଗନ୍ନାଥଙ୍କୁ ଦର୍ଶନ କରିବା ସହିତ ଆଶିଷ କାମନା କରିଥିଲେ ଭକ୍ତ ଶ୍ରଦ୍ଧାଳୁମାନେ। ରଥ ତ ଏ ବର୍ଷ ବହୁତ ଭଲସେ ହେଇଛି। ଆଉ ଏଥର ଆଗ ଅପେକ୍ଷା ଏଥର ବହୁତ ଭିଡ଼ ହିଁ ଜମିଛି। ଆଉ ଭକ୍ତମାନଙ୍କର ବହୁତ ହିଁ ଭିଡ଼। ଏତେ ଆମେ ତ ରଥ ଟାଣିଲୁ ଦଉଡ଼ିରେ, ତ ବହୁତ ହିଁ ଖୁସି ଲାଗୁଛି ଆମକୁ। ସବୁ ବର୍ଷ ଆସନ୍ତି? ହଁ, ସବୁ ବର୍ଷ ଆସୁ ଆମେ। ଏ ବର୍ଷ କଣ ଅନୁଭୂତି ରହିଲା? ଏ ବର୍ଷ ବହୁତ ହିଁ ଭିଡ଼ ଅଛି। ଆଉ ତେବେ ଆଜି ସକାଳେ ଓଦୋଳା ଜଗନ୍ନାଥ ମନ୍ଦିରରେ ଯଥା ରୀତିନୀତି ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ପୂଜାର୍ଚ୍ଚନା ହୋଇଥିଲା। ପରେ ପହଣ୍ଡି ବିଜେ କରାଯାଇ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି। ଆଉ ଅପରାହ୍ନରେ ହଜାର ହଜାର ଭକ୍ତମାନେ ରଥ ଟାଣି ନେଇଥିବା ବେଳେ ଓଦୋଳା ଚକାଡୋଳା ବଜାରରୁ ହାଇସ୍କୁଲ ଛକ ପର୍ଯ୍ୟନ୍ତ ରଥ ଟଣା ହୋଇ ସେଠାରେ ଅଟକି ରହିଛି। ତେବେ ଆସନ୍ତାକାଲି ମହିଳାମାନେ ମାଉସୀମା ମନ୍ଦିର ପର୍ଯ୍ୟନ୍ତ ରଥ ଟାଣି ନେବାର ପରମ୍ପରା ରହିଛି। ଆମର ଏଠି ଆଜି ବହୁତ ବଡ଼ ପର୍ବ ଗୋଟେ ସେଲିବ୍ରେଟ୍ ହେଲା, ରଥଯାତ୍ରା। ବହୁତ ଲୋକ ଆସିଥିଲେ, ଦେଖି ବହୁତ ଖୁସି ବି ଲାଗିଲା କି ଏତେ ଲୋକ ଆସିଛନ୍ତି। ଆଣ୍ଡ ବହୁତ ଶୃଙ୍ଖଳା ସହିତ ଏଥର ହେଇଛି ଆମର ଏଠି। ଆଉ ଏଠି ବୃକ୍ଷରୋପଣ ବି କଲେ, ଆପଣ ଦେଖିପାରୁଥିବେ। ବହୁତ ମଜା କରୁଛୁ, ଆମେ ବହୁତ ଖୁସିରେ ସେଲିବ୍ରେଟ୍ କରୁଛୁ। ତ ଏଇସବୁ ଆଉ। ସବୁ ବର୍ଷ ତ ଆସନ୍ତି ଆପଣ, ଏ ବର୍ଷ କଣ ଅନୁଭୂତି ରହିଲା? ଏ ବର୍ଷ ଆହୁରି ଟିକେ ଆମକୁ ବେଶୀ ଖୁସି ଲାଗିଲା। ସବୁ ବର୍ଷ ମାନେ କଣ ଦୋଳା ଚକଟା ମାନେ ବହୁତ ଭିଡ଼ ଥାନ୍ତି, ଏଥର ବହୁତ ଶୃଙ୍ଖଳା ସହିତ ଆମର ଏଠି ହେଇଛି। ଆଉ ପରିବେଶ ବି ବହୁତ ସଫା ସୁତୁରା ଅଛି ଏଥର ଆଗ ଅପେକ୍ଷା। ତ ବହୁତ ଖୁସି ଲାଗିଲା। ଆପଣଙ୍କୁ ବି ରଥଯାତ୍ରାର ଶୁଭେଚ୍ଛା। ମୟୂରଭଞ୍ଜ ଜିଲ୍ଲା ଓଦୋଳାରୁ ବସନ୍ତ ବେହେରାଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।